कौन कहबा जो अभिमन्यु जड़े व्यक्ति बापा मृत्यु पर खबर कौन प्रकार पाई ना आपण सहयोग पंचायत सहयोग प्रस्तुत क्रिया हाँ कौन कह ମୁଁ ତ ଜାଣି ନାହିଁ ସେ ତାଙ୍କ ବାବଦରେ। ମୁଁ ଏବେ ଜାଣିଲି ଯେ ସେ ଏତେବେଳକୁ 4 ଦିନ ପରେ ସେ ମୁଁ ଜାଣିବାକୁ ପାଇଲି ଯେ ତା ବାପା ଏକ୍ସପାର୍ଟ କରିଯାଇଛନ୍ତି। ତାପରେ ତାଙ୍କ ଦି ଭାଇଙ୍କ ଭିତରେ ମତାନ୍ତର ପରିସ୍ଥିତି ଭିତରେ ସେମାନେ ଚଳୁଛନ୍ତି ଏଇ ଜାଗା ଉପରେ। ସେ ପିଲାଟି ରହୁନି, ସେ ତ ଭଦ୍ରକରେ ରହୁଛି। ତେଣୁ ତା ଭାଇ ସହିତ ତାର କଣ ଆଭ୍ୟନ୍ତରୀଣ ଜିନିଷ ଅଛି, ଆମେ ତାକୁ ଗୋଟେ ସମୟ ଥିଲା ଆମେ ତାକୁ ଆଲୋଚନା କରିଥିଲୁ, ସେ କଥାକୁ ଆଉ ତାକୁ ସମାଧାନ ହେଇପାରୁନଥିଲା। କିନ୍ତୁ ବାପା ଏକ୍ସପାର୍ଟ କରିଗଲା ପରେ ଏମାନେ ପରିବାର ତରଫରୁ ଯାହା ବି ହେଲେ ସେ ଗୋଟେ ରକ୍ତ ମାନେ ତାକୁ ଜଣେଇବା ଦରକାର, ଶୁଣେଇବା ଦରକାର। ସେ ଶୋଧି ତାର ଯୋଉଠି ହଉ, ତାର ଘରେ ହଉ, ତ ବାଇରେ ହଉ, କୋଉଠି ହେଲେ ଚଳିବ, କିନ୍ତୁ ତାକୁ ଜଣେଇବା ଦରକାର। ତାକୁ ଜଣେଇ ନାହାନ୍ତି, ଏଇଟା ହଉଛି ମାନେ ସାମାଜିକ ଦୃଷ୍ଟିକୋଣରୁ ଏଇଟା ଭୁଲ। ତାକୁ ନ ଜଣେଇକି କର୍ମ ଉପରକୁ ଆସିବା, ଆଉ କର୍ମରେ ତାକୁ ପୁଣି ସହଜ ମାନେ ତାର ସାହାଯ୍ୟ ବା ତାକୁ ସହଯୋଗ ର ହାତ ନ ବଢେଇବା ବା ସେ କାର୍ଯ୍ୟରେ ରହିବ ନାହିଁ, ଏଇଟା ସବୁ ଅସାମାଜିକ କଥା। ତେଣୁ ସେଇ କଥାକୁ ଆମେ ତ କେବେ କହିପାରିବୁନି। ତଥାପି ଆପଣଙ୍କର ଆଇନ ପରିସର ଭିତରେ ଯାହା ଅଛି ଆପଣ ଚିନ୍ତା କରିକି ତାକୁ କାର୍ଯ୍ୟ କରନ୍ତୁ। ଆମେ ଆଉ କଣ କହିବୁ, କିନ୍ତୁ ନ୍ୟାୟ ପାଇବା ସେ ଦରକାର। ସେ ପିଲାଟା କେମିତି ତା ବାପା ମରିଯିବ, ତାର ଶୋଧି ହେଇପାରିବନି, ଏଇଟା କୋଉ ଜଗତର କଥା? ତା ଜାଗା ଉପରେ ସେ ଶୋଧି ହେଇପାରିବନି, ଏଇଟା ଗୋଟେ ଅଛି ନା ଗୋଟେ ସମ୍ବିଧାନର କଥା। ଆମେ ଯଦି ସେ କଥାଟାକୁ ଯଦି ତାକୁ ଆମେ ସହ୍ୟ କରିଯିବା, ତାହେଲେ ଆଉ ୟା ପରବର୍ତ୍ତୀ ପିଢି ଆମେ ସବୁ ଏଇଟା ଗୋଟେ ପରମ୍ପରା ହେଇକି ରହିବ ଯୋଗ ଯୋଗକୁ। ତା ବାପା ମରିଯିବ, ତା ପୁଅ ଶୋଧି ହେଇପାରିବନି। ଏଇ ହଉଛି ଯଦି ଆମର ନିୟମ, ଆମ କାନୁନ। ଆମେ ତାକୁ ଯଦି ପ୍ରତ୍ୟାଖ୍ୟାନ କରିବା, ଆମେ ତାକୁ ଇଏ କରିବା, ଏ ଛୁଆ ପିଲାଙ୍କୁ ପଚାରିଲା ବେଳକୁ ଏମାନେ ସବୁ ଗୋଟେ ଅଲଗା ପ୍ରକାର ମନ୍ତବ୍ୟ ଦଉଛନ୍ତି। ଆରେ ସେ ଗୋଟେ ଘରର ପୁଅ, ବାପର ପୁଅ, ସେ ଜୀବନୀ ଶୋଧିବା ପାଇଁ ତାକୁ ତମେ ଅବରୋଧ କରିବ, ଏ ସବୁ କୋଉ ସମ୍ବିଧାନର କଥା? ଇଏ ଆମେ ସବୁ ଆସୁଛୁ ଗୁଣ୍ଡା, ଏମାନଙ୍କର ଆଖି ଆଗରେ ଆମେ ସବୁ ଗୁଣ୍ଡା। ଏସବୁ କଥାବାର୍ତ୍ତା ସେମାନେ ସବୁ ଯେତେବେଳେ ମାନେ ଅବାନ୍ତର କଥାବାର୍ତ୍ତା କରୁଛନ୍ତି, ତେଣୁ ସେ ତା ପରିବାର ସେ ତାର କେମିତି ସୁରକ୍ଷିତ ପାଇବ, ତାକୁ ସେ ବାବଦରେ ଆଇନ ପ୍ରଶାସନ ତାକୁ ସହଯୋଗ କରିବ। ତାକୁ ସେ ବାବଦରେ ଆମେ ଆଇନକି ବି ଅନୁରୋଧ କରୁଛୁ। ତା ସହିତ ସେ ପିଲା ନ୍ୟାୟ ପାଇବା ପାଇଁ ଯୋଗ୍ୟ, ତାକୁ ଯଦି ସେଥିରୁ କେହି ଯଦି ବଞ୍ଚିତ କରେ, ସିଏ ସମାଜର ଜଣେ ମଣିଷ ନୁହଁ ବୋଲି ଆମେ ତାକୁ କହିବୁ ଫାଇନାଲ। ଇଏ ହଉଛି ମୋ ନାଁ ଅଭିମନ୍ୟୁ ମଣ୍ଡଳ। कौन है कहीं आज आप गाँव को कौन ସେଇଥିପାଇଁ ଯେ ମୁଁ ଜାଣିବାକୁ ପାଇନି ଯେ କାଲି ଜାଣିବାକୁ ପାଇନି ବାପା ମରିଯାଇଛି। ମତେ ଏପର୍ଯ୍ୟନ୍ତ ଜଣେଇ ନାହାନ୍ତି, ଏପର୍ଯ୍ୟନ୍ତ ଜଣେଇ ନାହାନ୍ତି। ସୁଧି ହେଇ ପଡୁଛନ୍ତି। केते दिन हवा ଆଜି ଶୁଣୁଛି ଆଜି ସୁଧି ହଉଛନ୍ତି, ଆଜି ତାହେଲେ 10 ଦିନ। ମୁଁ ବି ଏପର୍ଯ୍ୟନ୍ତ ଜାଣିନି, ମୁଁ ବାହାର ଲୋକଙ୍କୁ ତ ଶୁଣିକି ଆସୁଛି। केमती कोन केबेटू गाँ टू छाड़ी रहलेन दूर बहुत दिन ହେଇଗଲାଣି। ଗାଁ ମୁଁ ଗୋଟେ ଲଭ୍ ମ୍ୟାରେଜ କରି ପଳେଇଲି। ମୁଁ ପଳେଇନି, ଲଭ୍ ମ୍ୟାରେଜ କରିନି, ମତେ ଘରେ ପୁରେଇ ଦେଲେନି, ମାରିକି କାଟିଦେଲେ। ବହୁତ ଥର ବି ଆସିଛି, ଘରେ ମାରିକି କାଟି ଦେଇଛନ୍ତି। ତାପରେ ବଡାପା ଗ୍ରାମରେ ବି ଆସିଥିଲି, ଯାଇକି ବଡାପା ଗ୍ରାମରେ ମତେ ମାଇଲେ, ମୋ ପୁଅକୁ ମାଇଲେ, ମୋ ସ୍ତ୍ରୀ କି ମାଇଲେ। बापा मला पर भाई घरे की खबर देले କେହି ବି ଏପର୍ଯ୍ୟନ୍ତ ଜଣେଇ ନାହାନ୍ତି। ଯାହାକି ଯୋଉମାନେ ବି ବଡାପା ମାରିଛନ୍ତି ସେମାନେ ମୋ ଘର ଲୋକ ନୁହେଁ। ଯାହାକି ମୋ ଭାଇ ଯିଏ ହବ, ସେ କିଛି ଲୋକ ରଖି ସେଇ ଲୋକମାନେ ବି ମତେ ମାରିଛନ୍ତି। ଯାହାକି ପୁଅ ତଣ୍ଟି ଚିପିକି କହିଲେ ଜୀବନ ମାରିଦେବେ ବୋଲିକି, ଏଇଭଳି ସବୁ କହୁଛନ୍ତି। खबर केमती पाला के जाला खबर ବାହାର ଲୋକଙ୍କ ଖବର ପାଇଲି। बर्तन कोन करे बापांग तो मृत शरीर आज 10 दिन कोन केमती पालन करबे ବାପରେ ତ ସୁଧିକି ଆଉ ଗୋଟେ ପୁଅ ଯେତେବେଳେ ବାପରେ ଜାଣିପାରୁନି, ତାକୁ ଜଣୁନାହାନ୍ତି। ସେଥିପାଇଁ ମୁଁ ଚାହୁଁଛି ଆପଣ ମାନଙ୍କର ବିଚାର କଣ କରିବେ। ଗୋଟେ ପୁଅ ଯଦି ସୁଧି ନ ହବ, ଆଉ କେମିତି କ୍ରିୟା ହେବେ? ସବୁ ସାହି ବନ୍ଧୁ ପଡିଶା ସବୁ କେମିତି କ୍ରିୟା ହେବେ? ସେଇଟା ମୁଁ ଚାହୁଁଛି। ଆପଣ ମାନଙ୍କୁ ଛାଡିଦେଲେ ଆପଣ ମାନେ ବିଚାର କରି ଯାହା ନ୍ୟାୟ ଦେବେ। ଆଉ କାହିଁକି ଜଣେଇଲେନି କଣ ପାଇଁ? କୋଉଥିପାଇଁ ଜଣେ ମୁଁ କେମିତି କହିମି? କି ବାପ ମରିଛି କି ତାକୁ ମାରି ଦିଆଯାଇଛି, ସେଟା ବି ମୁଁ ଜାଣିନି। ଏ ବିଷୟ ଥାନାରେ ଅଭିଯୋଗ କରୁଛନ୍ତି? ଥାନା ସେ ଏବେ ହେଇନି, ଆଗରୁ ହେଇଛି। ମୁଁ ତ କାଲି ଜାଣିବାକୁ ପାଇଲି, ଆଜି ଆସିକି ପହଞ୍ଚିଲା ବେଳକୁ ଦେଖିଲା ତାଙ୍କର କ୍ରିୟା ହଉଛନ୍ତି। ବାପାଙ୍କ ପ୍ରତିକ୍ରିୟା ଆପଣ ହେବେ? ହଉ, ସେମାନେ ଚାହିଁବେ ହେବି।